ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବେଗୁନାବଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରିସ୍ଥିତ ଶନିଦେବଙ୍କ ମନ୍ଦିର ପରିସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଏଲ୍ଇଡି ମାଧ୍ୟମରେ ଲୋକାର୍ପଣ ଉତ୍ସବ ଦେଖିବା ସହ ପଞ୍ଚସଖା ଭଜନ ସମାରୋହ ଏବଂ ସୃଜନୀ ସଂସାରର ଗୁରୁ ଅଭୟ କୁମାର ପରିଡ଼ାଙ୍କ ନିର୍ଦ୍ଦେଶିତ ଓଡ଼ିଶୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତି ପଞ୍ଚାୟତରୁ ଆସିଥିବା କଳସକୁ ଶନି ମନ୍ଦିର ବେଢ଼ାରେ ରଖାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହାପରେ ସଂକୀର୍ତ୍ତନ ମଣ୍ଡଳୀ ସହ ଜୟ ଜଗନ୍ନାଥ ଧ୍ୱନିରେ ସମସ୍ତ କଳସ ସଭାସ୍ଥଳକୁ ଅଣାଯାଇଥିଲା। ସେଠାରେ ମଧ୍ୟ ବିଦ୍ୱାନ ପଣ୍ଡିତଙ୍କ ଦ୍ୱାରା କଳସ ସହ ଜଗନ୍ନାଥଙ୍କୁ ପୂଜାପାଠ କରାଯାଇଥିଲା। ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏଥିରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ରେଣୁଗୌଡ଼, ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଏବିଡ଼ିଓ ନିରଞ୍ଜନ ବେହେରା, ବ୍ଲକ ବିଜେଡି ସଭାପତି ସୀମାଞ୍ଚଳ ସାମଲ, ସହକାରୀ ଜଞ୍ଚଳ ଗୋପାଳକୃଷ୍ଣ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟ ମଧୁମିତା ସାହୁ, ସମିତି ସଭ୍ୟା ସୁଚିତ୍ର ମହାନ୍ତି, ଜିଡିପିଓ ଅଶୋକ କୁମାର ଜେନାଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀଙ୍କ ସହ ବ୍ଲକ କର୍ମଚାରୀ, ମହିଳା ସଂଘର ସଦସ୍ୟ ଏବଂ ଜନସାଧାରଣ ଉପସ୍ଥିତ ହୋଇଥିଲେ। ବେଗୁନାବଡ଼ାରୁ ବିଜୟ ନାୟକ, ଓଡ଼ିଶା ମୋବାଇଲ ଟିଭି। Katoayo